ଲିପିକା ତାଙ୍କୁ ଖାଇବାକୁ ଆଣି ଦେଉଛନ୍ତି ଆଉ ଖାଇବା ଆଗରେ ଦେଉଛନ୍ତି ଆଉ କହୁଛନ୍ତି ଖାଇନିଅ, ଭୋକରେ ତୁମ ମୁଣ୍ଡ ବିନ୍ଧୁଛି ଆଉ ଖାଇସାରିଲା ପରେ ତୁମ ଦେଖ ବନ୍ଧୁ, ଯଦି ଆପଣମାନେ ଆମ ଚ୍ୟାନେଲକୁ ଆଜି ସବସ୍କ୍ରାଇବ୍ କରିନାହାନ୍ତି ତ ପ୍ଲିଜ୍ ଆପଣମାନେ ଆମକୁ ସବସ୍କ୍ରାଇବ୍ କରୁଛନ୍ତି ନା ମୋତେ ଭୋକ ନ ମୁଁ ଖାଇବିନି ଏମିତି କହୁଛନ୍ତି। ଆଉ ତାପରେ ଲିପିକା କହୁଛନ୍ତି ଖାଇନିଅ ଆଉ ତାପରେ ସେ ସେଠୁ ଚାଲିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏବେ ଲିପିକା ଦେଖି ମୁହଁ ବହୁତ ଲାଗୁଛନ୍ତି ଆଉ ତାପରେ ଶିଶାରେ ଆୟୁଷ ଦେଖିଲି ଶିଶାରେ ଏବେ ଲିପିକା ମୁହଁ, କିନ୍ତୁ ଆଉ ତାଙ୍କ ଏବେ ବର୍ଷା କହିଥିବା କଥାଟା ମନେ ପଡ଼ିଲା ଆଉ ଏବେ ଲିପିକାର ପ୍ରେସର ଯଦି ଠିକ୍ ସେ ମ୍ୟାଚ୍ ରହିବ ଆଉ ତୁମ ଠିକ୍ ହେଇଯିବ ଏମିତି କହିଲେ ଆଉ ତାପରେ ସେ ଭାବିଲେ ଆଉ ସେଠି ଖାଇବାକୁ ଆରମ୍ଭ କଲେ ଆଉ ଠିକ୍ ଅଛି ମୁଁ ଏଠି ଖାଇନେବି। ତାପରେ ଲିପିକା ସ୍ମାଇଲ୍ କଲେ ଆଉ ନିଜେ ବି ଖାଇଲେ ଆଉ ଏବେ ଲିପିକା କହୁଛନ୍ତି ତୁମେ ଦେଖିବ ଆସ୍ତେ ଆସ୍ତେ ସବୁ ଠିକ୍ ହେଇଯିବ ଏମିତି କହିଲେ, କିନ୍ତୁ ଏବେ ଆୟୁଷ କହିଲେ ହଁ ଖାଇଲା ସମୟରେ କେବେ କଥା ହୁଅନ୍ତି ନାହିଁ, ଯଦି କଥା ହେବା ଇଚ୍ଛା ଅଛି ତାହେଲେ ଖାଇସାରି ତାପରେ କଥା ହେବା।